अहल्या पत्थर होते रामंकर पाद पाइले पाद स्पर्श पाइले आमे तो पत्थर हवा नहीं कि पत्थर भी हवा नहीं कौन पाई एते गुड़ाक माने कौन पाई सब एते दंभ बलिया आज पर्यंत देखी रांची रे जोगानंद आश्रम रे जोगदा आश्रम रे आमे खाली टिके से प्रज्ञानंद हरिहरानंद गिरी कथा टिके कहलु तांको मुहटा गोटे नाल पड़गला आ तरा तिकरी आखि अनेले कौन कहले से के जोगानंद परे आउ कई गुरु नांती आमे एका थरे चुप चली आसलु आउ से गलुनी ये की कथा यही सब कथा महिमा अलेख स्वामी बाबाजी माने बहुत भल पूरा बाड़ी धरिकी आसती दिने आम घरे बसिले आम चौरा रे जो तुलसी गछ से बाड़ीटा को नहीं तुलसी लगे यही गोटे असटी ये असटी की तेरे पूजा कर मोर बयस 14-15 वर्ष मो देह कौन हो गला मु कहली ये अभिमान तुलसी गोटे औषध गछ ये कथा एमाने भूली जाउछंडी काश हेले तुलसी रस बहु खाती तेणु सज्जन क्या कौन कह समस्ते कहते आम भालुकुणी भल आ तम भालुकुणी खाली माने पेटू भलिया खाऊची तेणु दुनिया रे जदि ये दुनिया रे जदि केही बड़ था बड़ एका कला ठाकुर दुनिया रे जदि केही बड़ थाए बड़ एका कला ठाकुर दुनिया रे जदि केही दुख सुने दुनिया रे जदि केही दुख सुने सेही एका कला पत्थर सेही एका कला पत्थर सेही एका कला पत्थर सेही एका कला पत्थर दुनिया रे जदि केही दुख हे बाबू काहाकू गुरु करुच कर तमे जो स्कूल को लाइक कल से स्कूल रे पाठ पढ़ से सार को मान तार अर्थ नुहे आरपट गाँव स्कूल को पोड़ी दियो कि ताको सार मान को बाड़ा टेका पका तम बाप माँ को तमे भक्ति कर तार अर्थ नुहे तम पड़ोसी बाप माँ जी अच्छी तांको माने छुरी देखई डरई कथा कह छी 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 आज धर्म कथा बढ़ी ना कमी कमी जाऊँगी ना तोर मोर भाव जोड़ी से बढ़ला कमी एमिटी कथा ये तो कथा तापर आउ गोटे कथा भी अच्छी जी रामवादी राम को भक्ति करुँच गोटे बाबाजी कहले तमर गौड़ बोले आपणकर क्षत्रिय बोले क्षत्रिय किए ना राम बोले गौड़ किए ना कृष्ण बोले कौन टा है क्षत्रिय युद्ध करी मनीष को मारे ये पका क्षत्रिय नुहे से गौड़ परा क्षीर दिए गौड़ ठाकुर को कांधाए
ଗଉଡ଼ର ଅଧିକାର ଅଛି ସେ କ୍ଷୀର ନେଇକିରି ଠାକୁରଙ୍କ ଉପରେ ଢାଳିବ। ଆଉ ଗଉଡ଼ କେମିତି ଖରାପ ହେଲା ନା ଆମ ଲେଖିଛନ୍ତି, ଆମ କୋଉ କବିଙ୍କ ନାଁ କହିଲା ମୋର ମନେ ନାହିଁ। ଗଉଡ଼ ଗୁଡ଼ା ନାହିଁ ଘରେ ନ ରହନ୍ତି ଗଉଡ଼େ ବଡ଼ ଘେରିବ ବାଳକେ ବନେ ଫୁଲ ଘରେ ନରୁ ଗଉ ଘେରିବ ଓ ଏଇ କଥା। ତମେ କ'ଣ ବୁଝିଛ? ସାହିତ୍ୟ ଜ୍ଞାନ ଅଛି ତମର? ଅଧମ ମାନେ କ'ଣ କି? ଅଧମ ମାନେ ମୂର୍ଖ। ବାଧ୍ୟ ଘରେ ନ ରୁହନ୍ତି ଗଉଡ଼େ, ସିଏ ମଇଁଷିକି ପାଳନ କରିବା ପାଇଁ ଗୋଗସ୍ଥରେ ଶୁଅନ୍ତି। ମଇଁଷିକୁ ପାଣି ପାଖରେ ରଖନ୍ତି, ପଡ଼ିଆରେ ଚରାନ୍ତି। ଇଏ ସେବକଟି ଝାଡ଼ୁଦାରଟି ପିଲାଦିନେ ହଷ୍ଟେଲରେ ବଳିଆରେ ଥିଲାବେଳେ ମୋର ଜଣେ ବାଲ୍ୟସାଥୀ ପଢ଼ା ସାଥୀ ଥିଲେ ବ୍ରଜକିଶୋର ମହାପାତ୍ର। ତାଙ୍କୁ ଆମେ ବଳିଆ ତାଙ୍କୁ ବ୍ରଜ ଡାକେ, ତାଙ୍କ ବାପା ମା ବଜୁଲି ଡାକନ୍ତି। ଆଜି ବି ସେ ଅଛନ୍ତି। ଆଉ ଆମେ ଦୁଇ ଜଣଙ୍କର ଗୋଟିଏ ଖଟ, ଦୁଇ ଜଣଙ୍କର ଗୋଟିଏ ବାକ୍ସ, ଦୁଇ ଜଣଙ୍କର ଗୋଟିଏ କଥା। ସିଏ କିନ୍ତୁ ମୋତେ ବାବା ବୋଲି ସମ୍ବୋଧନ କରୁଥିଲେ। ସେ ମୋତେ ବହୁତ ଭଲ ପାଉଥିଲେ। ତାଙ୍କୁ ଜ୍ୱର ହେଲେ ମୁଁ ତାଙ୍କ ହାତ ଗୋଡ଼ରେ ତାଙ୍କୁ ହାତ ପକେଇ ତାଙ୍କ ଉପରେ ଶୋଇଲେ ଜ୍ୱର ଭଲ ହେଇଯାଉଥିଲା। ଆଉ ଏସବୁ କଥା। ଆମେ ମଇଁଷି ଘିଅ ଖାଉ ଦୁଇ ଜଣ ଯାକ, ଆଉ କାହାକୁ ଦଉନା। ସେଇ ମଇଁଷି ଘିଅର କଥା ଆଜି ମନେ ଅଛି। ସେ ମଇଁଷି ଘିଅ ଦିଏ କିଏ? କିଣୁ ଦାସ। ତା କଥା ବି ମୋର ମନେ ଅଛି। ତେଣୁ ସଜ୍ଜନ, ଭୁଲ ବାଟରେ ଯାଅନି ଜମା ବିଲକୁଲ। ତୋର ମୋର ଭାବ ଆଗେ ଛାଡ଼। ଆଜି କେଡ଼େ ସୁନ୍ଦର ପରିବାର ଗୁଡ଼ାକ ଖାଲି ଏଇ ତୋର ମୋର। ମୁଁ ମା' ମାନଙ୍କୁ କହୁଛି, ମା' ମାନେ ତମେ ପରା ମା', ତୁମ ଅନ୍ତର ହେଉଛି ବାତ୍ସଲ୍ୟ ମମତାର ଏକ ଗନ୍ତାଘର। ତମେ ମୋ ପୁଅ, ତା ପୁଅ, ସେ ପୁଅ, ଏତେ କଥା କାହିଁ ହେଉଛି? ଏତେ କଥା କାହିଁ କରୁଛ? ଗାନ୍ଧାରୀ ତାଙ୍କ 100 ପୁଅଙ୍କୁ କ'ଣ ଭଲ ପାଉନଥିଲେ? କିନ୍ତୁ ପାଣ୍ଡବମାନଙ୍କ ପାଇଁ ପଦେ, 5 ଭାଇଙ୍କ ପାଇଁ ପଦେ ବିପରୀତ କଥା କହିଥିଲେ କି? ଯଦି କହିନଥିଲେ ତାହେଲେ ମା' ମାନେ ଶିଖିଲ କ'ଣ? ମହାଭାରତ ପଢ଼ିକିରି ଜାଣିଲ କ'ଣ? ତେଣୁ ଭଲ ହୁଅ। ଜଣେ ହେଉଛନ୍ତି ବଡ଼, ଦି ଗ୍ରେଟ୍। ସିଏ ହେଉଛନ୍ତି ଅଲମାଇଟ୍। ସିଏ ହେଉଛନ୍ତି ସୁପ୍ରିମ୍। ସିଏ ହେଉଛନ୍ତି ଗୁଡ୍ ଆଣ୍ଡ ବେଷ୍ଟ। ତାଙ୍କ ଠାରୁ ବଡ଼ ଆଉ କେହି ନାହିଁ। ହଉ ଛାଡ଼। ବୈକୁଣ୍ଠ କହିଲେ, ଆହେ ପ୍ରେମମୟ କର ପ୍ରେମ ଦାନ, ଯାପର ସେ ତୃପ୍ତ ହେଉ। ଆହେ ପ୍ରେମମୟ କର ପ୍ରେମ ଦାନ, ଯାପର ସେ ତୃପ୍ତ ହନ୍ତୁ ଭକ୍ତ ଜନ।
ଯାଆନ୍ତୁ ଦେହ ବିଷୟାତି ଭୁଲି ଯାଆନ୍ତୁ ଦେହ ବିଷୟାଦି ମୋହ ଲୟ କରି ଯିବ ବଇ ବ୍ରହ୍ମଚାରୀ ଲୟ କରି ଯିବ ବଇ ବ୍ରହ୍ମଚାରୀ ଆହେ ପ୍ରେମମୟ କର ପ୍ରେମ ଦାନ ଯାପର ସେ ତୃପ୍ତ ହୁଅନ୍ତୁ ଆହେ ପ୍ରେମମୟ କର ପ୍ରେମ ଦାନ ଯାପର ସେ ତୃପ୍ତ ହୁଅନ୍ତୁ ଭକ୍ତ ଜନ ପ୍ରେମ ଠାରୁ ବଡ଼ କିଏ ଲଭ୍ ଇଜ୍ ଗଡ୍ L you be learned, you be erudite person, you be wise man. L O you be obedient, always obedient. V virtue and you speak always sweet version. E eternal ଶାଶ୍ୱତ ତେଣୁ ପ୍ରେମ ଠାରୁ ବଡ଼ କିଏ ଆଉ ତ କେହି ବଡ଼ ନାହିଁ ଆଉ ବଡ଼ କିଏ ଠାକୁରଙ୍କର ନିଗମାନନ୍ଦଙ୍କର ପ୍ରେମୀ ଗୁରୁ ହଉଛନ୍ତି ଶେଷ ଗୁରୁ ଆଉ ତେଣୁ ବୈକୁଣ୍ଠ ସେଇ କଥା କହିଲେ ଆଉ କ'ଣ ମଧୁ କ'ଣ କହିଲେ ତୁମ ପରି ଦିନ ମଣି ଥାଇ ତମ ଅନ୍ଧକାର ଘୁଞ୍ଚୁ ନାହିଁ ଅନ୍ଦାଜ ନ ଜାଣି ଦରାଣ୍ଡି ହୁଅ ଉଦୟ ହୁଅ ଶୂନ୍ୟ ଇନ୍ଦୁ ତୁମ ପରି ଅନ୍ଧକାର ଅନ୍ଦାଜ ନ ଜାଣି ଦରାଣ୍ଡି ହୁଅ ଉଦୟ ହୁଅ ହେ ଶୂନ୍ୟ ଇନ୍ଦୁ ନାଇଁ ସିଏ ଉଦୟ ହେଲେ ନିଶ୍ଚୟ ଅନ୍ଧକାର ଯିବ ନାଇଁ କାହିଁକି ନିଶ୍ଚୟ ଯିବ ମଧୁ କ'ଣ ସେଇ ଅର୍ଥରେ କହିଲେ ତାଙ୍କର କ'ଣ ବିଶ୍ୱାସ ନଥିଲା ଆଲୋକ ଉଦୟ ହେଲେ ତମସମାଂ ଜ୍ୟୋତିର୍ଗମୟ ସେ କଥା ସେ କହିନାହାନ୍ତି ଜ୍ଞାନ ଯେତେବେଳେ ମଣିଷ ପାଇବ ଅଜ୍ଞାନ ଅନ୍ଧକାର ପଳେଇବ ତେଣୁ ସେସବୁ କିଛି ନୁହେଁ କିନ୍ତୁ ମହାପୁରୁଷଙ୍କର ତାଙ୍କ ପ୍ରଭୁଙ୍କ ପାଦରେ ଇଏ ହେଉଛି ଗୋଟିଏ ଅଭିମାନାତ୍ମକ ନିବେଦନ ଯେହେତୁ ସେ ବହୁତ ଭଲ ପାଉଛନ୍ତି ତେଣୁ ଅଭିମାନ କରିବା ସ୍ୱାଭାବିକ ଆଉ ଆଚ୍ଛା ଅଭିନୟ ସୁନ୍ଦର କ'ଣ କହିଲେ ଗୁଡ଼ରେ ଗୋଟିଏ ପ୍ରତିମା ତିଆରି କରିଦେବ ଇଏ ଗୋଟେ ଗୋଟେ ମହାପୁରୁଷ ଗୋଟେ ଗୋଟେ ପ୍ରକାର ସବୁ କଥା କିଏ କର୍ଣ୍ଣକୁ ଖାଇ କିଏ ବା ନେତ୍ରକୁ ଖାଇଯିବ ଆଉ ଇଏ କ'ଣ ମାନେ ତ ମୁଁ ବୁଝିପାରୁନି ଆଉ କୋଇ ବୁଝେଇବି କ'ଣ ଗୁଡ଼ରେ ଗୋଟିଏ ପ୍ରତିମା ତିଆରି କରିଦେବ ଗୁଡ଼ରେ ପ୍ରତିମା ହବନି ଆଉ ଗୋଟେ ଗୁଳା କରିଦେଲେ ହବ ଆଉ କିଏ କର୍ଣ୍ଣକୁ ଖାଇ କିଏ ବା ନେତ୍ରକୁ ଖାଇଯିବ ଆର ଅର୍ଥ ବଳିଆ କହିପାରୁନି ଭାବିଲେ କହିବି କାଲି ଆଡ଼କୁ କହିବା ଆଉ କ'ଣ କରିବା ଏ ତ ଏମିତି ଓଲଟପାଲଟ କରି ଲେଖିଛନ୍ତି ଆମ ଅଚ୍ୟୁତାନନ୍ଦ କ'ଣ ଲେଖିଲେ ତାଙ୍କୁ ବୋଲା ବୁଝଉଛନ୍ତି ଦୁନିଆ ଯାକ ଇଏ ଅମୁକ ମସିହାରେ ଅମୁକ ହେବ ସମୁକ ମସିହାରେ ସମୁକ ହେବ ଆଉ କରୋନା କେଉଁ ମସିହାରେ ହେବ ସେ କଥା ଲେଖା ନାହିଁ ଆଉ ଏସବୁ କଥା ଆଉ କ'ଣ କରିବା ମହାପୁରୁଷମାନଙ୍କର ଠାର ଗାରକୁ ବୁଝିବା କଷ୍ଟ ତେବେ ଯାହା ହଉ
ତାକେ କଥାକୁ ଟିକେ କାନରେ ଶୁଣିଲେ ଭଲ। ଏଠିକି କେବଳ ଆମର ନିବେଦନ, ତାଙ୍କ କଥା ଶୁଭୁଥାଉ, ତାଙ୍କ ରୂପ ଆଖିରେ ନାଚିଥାଉ, ଆମେ ଏ ସଂସାରରୁ ବିଦାୟ ନଉ। କେବଳ ଆମରି ହିନ୍ଦୁ ଧର୍ମରେ ଅଛି ଭାଇ ଭଉଣୀର ପବିତ୍ର ସମ୍ପର୍କ କିପରି ହେବା ଉଚିତ। ଆଜି ରାକ୍ଷୀଟିଏ ଭଉଣୀ ଭାଇ ହାତରେ ବାନ୍ଧିବ, ଭାଇ ତାକୁ ମିଠା ଟିକେ ଖୁଆଇଦେବ କିମ୍ବା ତାକୁ ଗୋଟେ 100 ଟଙ୍କା ଦେବ, ସେ ଖର୍ଚ୍ଚ କରିବ। ଏଇ ହେଉଛି ଆନନ୍ଦ। ଆଧ୍ୟାତ୍ମିକ ଜଗତରେ ଯଦି ପ୍ରକୃତରେ ଆନନ୍ଦ, ଆଧ୍ୟାତ୍ମିକ ଏନ୍ଜୟ, ସ୍ପିରିଚୁଆଲ ଏନ୍ଜୟ ଯଦି କୁହାଯାଏ, ସେଇଟା ହେଉଛି ହିନ୍ଦୁ ଧର୍ମର ସବୁ ପର୍ବପର୍ବାଣି। ଏଣୁ ଜୟତୁ ଭାରତମ୍ ଜୟତୁ ସଂସ୍କୃତମ୍। ଭାରତ ମାତାଙ୍କୁ ପ୍ରଣାମ ଜଣାଉଛି, ସଂସ୍କୃତି ଭାଷା ସାହିତ୍ୟକୁ ପ୍ରଣାମ ଜଣାଉଛି। ଦିନେ ସମୟ ଥିଲା ପାଠପଢ଼ା ସଂସ୍କୃତ ଭାଷାରୁ ହିଁ ଆରମ୍ଭ ହୋଇଥିଲା। ଆଜି ବି ଅଛି। ଦେଖନ୍ତୁ ବେଦ, ବେଦାନ୍ତ, ଗୀତା, ଭାଗବତ, ରାମାୟଣ, ଯେତେ ଭଲ ଭଲ ଶାସ୍ତ୍ର ସବୁ ଲେଖା ହେଇଛନ୍ତି, ସେ କୋଉ ଭାଷାରେ ଲେଖା ହେଇଛନ୍ତି? ଧରନ୍ତୁ କାଳିଦାସ ଲେଖିଲେ, ମାନେ ସେ ଯୋଉ କାବ୍ୟ ଗୁଡ଼ିକ ଲେଖିଲେ, ସେ କୋଉ ଭାଷାରେ ଲେଖିଛନ୍ତି? ସଂସ୍କୃତ ଭାଷାରେ ଲେଖିଛନ୍ତି। ଭାରତର ମୁକୁଟ ହେଉଛି ହିମାଳୟ, ଇଏ କୋଉ ଭାଷାରେ ଲେଖା ହେଇଛି? ଅଶୀ ସରସ୍ୟା ଋଷି ଦେବତାତ୍ମା ହିମାଳୟ ନାମ ନଗାଧିରାଜ। ଆକୁ କିଏ ଲେଖିଛି? କୋଉ ଭାଷା? ଦେବନାଗରୀ ଲିପି ହିନ୍ଦୀ ଭାଷା, ସଂସ୍କୃତ ଶବ୍ଦରେ ଏହା ପ୍ରତିପାଦିତ ହେଇଛି। ଆମେ ରାତି ପାଇଲେ ଠାକୁରଙ୍କୁ ଡାକୁଛୁ, କୋଉ ଭାଷାରେ ଡାକୁଛୁ? ଆମେ ଯେମିତି ଓଡ଼ିଆ ଲୋକ, ଜଣେ ବଙ୍ଗଳା ଆମ ଆଗରେ କହିଲେ ଆମେ ଟିକେ ଟିକେ ବୁଝିପାରୁ, ଟିକେ ଟିକେ ବୁଝିପାରୁନା। ଓଡ଼ିଆରେ କହିଲେ ଆମେ ପୁରା ବୁଝିଯାଉ। ଯିଏ ଇଂରାଜୀ କହେ ତା ଆଗରେ ଯଦି ଓଡ଼ିଆ କହିବ, ସେ ଜମା କିଛି ବୁଝିପାରିବନି। ଜଣେ ପଣ୍ଡିତ ଥିଲେ, କୀର୍ତ୍ତନପୁର ବୋଧେ ତାଙ୍କର ଘର, ସେ ଜଣେ ସ୍କୁଲ ଟିଚର ଥିଲେ। ରିଟାୟାର ପରେ ସେ ପୂଜାର୍ଚ୍ଚନା କଲେ। ଜଣେ ବ୍ରାହ୍ମଣ, ତାଙ୍କ ନାଁ ରାମ ପଣ୍ଡିତ ବୋଧେ। ସିଏ ଥରେ ମୋତେ କଥା କହୁ କହିଲେ, ବାବା, ଠାକୁରଙ୍କୁ ଆମେ ଦୁଃଖ ଜଣେଇବା, ଠାକୁର ଆମ ଦୁଃଖ ଶୁଣ। ଏମିତି କହିଲେ ଠାକୁର ଅନ୍ତର୍ଯାମୀ ରୂପରେ କ'ଣ ବୁଝିବେ ସେ ଅଲଗା କଥା, କିନ୍ତୁ ତାଙ୍କ ନିଜ ଭାଷାରେ ଯଦି କୁହାଯିବ ତାହେଲେ ସେ ସାଙ୍ଗେ ସାଙ୍ଗେ ବୁଝିବେ। ବଳିଆ ପଚାରିଲା, ଗୋସାଇଁ ଆଉ କୋଉ ଭାଷାରେ କହିଲେ ସେ ସାଙ୍ଗେ ସାଙ୍ଗେ ବୁଝିବେ? ନା ସଂସ୍କୃତ ଭାଷା। ତେଣୁ ସଂସ୍କୃତ ହେଉଛି ଆମର ମୂଳତ୍ୱ। ଜାଗ ହେ ଅନନ୍ତ ତୁମେ ଜାଗି ଉଠ ଧରା ଧାମେ, ଆଗ ହେ ଅନନ୍ତ ତୁମେ ଜାଗି ଉଠ ଧରା ଧାମେ, ଶିଖାଇ ଦିଅ ହେ ପ୍ରଭୁ
ଉଠ